ସମସ୍ତଙ୍କୁ ଜୟ ଗୁରୁ। ଆଜି ଦେଖିପାରୁଥିବେ ମୋ ପୁଅ ଆଜି ରୁଟି ବେଲୁଛି। ଆମେ ସକାଳ ରୁଟି ହେବ, ରୁଟି ଖାଇକି କିଆରିକି ଯିବେ। ତେଣୁ ମୋ ଝିଅ ସେଠି ବସିଛି, ମୋ ପୁଅ ଆଜି ବେଲୁଛି। କାରଣ ମୁଁ କହିଲି ତାକୁ କି ଆଜି ତୁ ରୁଟି ବେଲା ଶିଖିବୁ, ସେ କହିଲା ହଉ। ତାପରେ ଯେଉଁ ପୁଅ ଝିଅ ଭିତରେ ଯେଉଁ ସମାନତା, କି ଝିଅ ରୋଷେଇ କରିବ ପୁଅ ବାହାର କାମ କରିବ, ସେମିତି କିଛି ବି ନୁହେଁ। ସବୁ ପୁଅକୁ ବି କରିପାରିବେ। ମୋ ପୁଅ ଦେଖ ଆଗ୍ରହ ସହ ରୁଟି କେମିତି କରୁଛି। ତାପରେ ଆମେ ରୁଟି କରି ଖାଇ ପିଇକି ଗାଧୁଆ ପାଧୁଆ ସାରି ଖାଇ ପିଇକି ପଳେଇ ଆସିଲି ମୁଁ କିଆରିକି ଚାଷ ଜମିକି। ଆଜି ଆମର କଖାରୁ ଛିଣ୍ଡା ହେବ, ଯାହାକି ଆମର ବେପାରୀ ଆସି ନେବେ। ଆଉ ଆମ ଏପଟରେ କଖାରୁ ରେଟ୍ 9 ଟଙ୍କା କେଜି ପ୍ରତି ଯାଉଛି। ଆପଣଙ୍କ ଏରିଆରେ କ'ଣ ଅଛି ଆପଣ କମେଣ୍ଟ ମାଧ୍ୟମରେ ବି ମଧ୍ୟ ଜଣାଇ ପାରିବେ। ଆଉ ଏଇଟା ଆମର ଅର୍ଜୁନ କଖାରୁ। ଯାହା ପାଇଁ ଗାଡ଼ି ଆଣିକି ଆସିବେ, କଖାରୁ ଲୋଡ଼୍ ହେବ। ଆଉ ଏକାଥରେ ଆମର କଣ୍ଟା କରିକି ଦେବୁ, କାରଣ କଖାରୁ ଲୋଡ଼୍ ସରିଲା ପରେ ଆମକୁ ଯିବାକୁ ପଡ଼ିବନି ଆଉ ତାଙ୍କ ପାଖକୁ କେତେ କ'ଣ ହେଲା। ମୋ ଝିଅ ସେଠି ବସିକିରି ତା'ର ଲେଖାଲେଖି କରୁଛି, ହିସାବ କରୁଛି। ଏପଟରେ ଲିଜା ପରେ ମୋର କଖାରୁ ଲୋଡ଼୍ କରୁଛୁ। ଆପଣ ଦେଖୁଥିବେ ଆମ ଘରେ ଯେହେତୁ କଣ୍ଟା ଅଛି, ଆମେ କଣ୍ଟା କରିକି ଏକାଥରେ ଡାଇରେକ୍ଟ କଖାରୁ ଗାଡ଼ି ଲଦୁଛୁ। ଆମର ଆଜି ପ୍ରାୟ ମିନିମମ୍ 18 କୁଇଣ୍ଟାଲ 72 କିଲୋ ଆଜି ଯାଇଛି, ମାନେ ଲୋଡ଼୍ ହେଇଛି। ପୁଣି କାଲି ମଧ୍ୟ ଆସିବୁ, ପୁଣି କଖାରୁ ଲୋଡ଼୍ ହେବ। ଟୋଟାଲ ଟାର୍ଗେଟ୍ ଆମର 30 କୁଇଣ୍ଟାଲ କଖାରୁ। ଆପଣମାନେ ଏହି ଭିଡ଼ିଓ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ। ସବସ୍କ୍ରାଇବ୍ ଲାଇକ୍ କରିବେ। ରହିଲି।